ଜୟ ଜଗନ୍ନାଥ। ଆଉ ଗୋଟେ ପ୍ରେସ୍ ବ୍ଲଗରେ ଆପଣମାନଙ୍କୁ ସ୍ୱାଗତ। ତ ବର୍ତ୍ତମାନ ହେଲାଣି ଟାଇମ୍ 8ଟା। ତ ବର୍ତ୍ତମାନ ଗାଧି ଖାଇ ଦୋକାନକୁ ଆସି ବର୍ତ୍ତମାନ ବ୍ଲଗ ଷ୍ଟାର୍ଟ କରୁଛୁ। ତ ଭିଡ଼ିଓରେ ପୁରା ଭିଡ଼ିଓଟିକୁ ଏନ୍ଜୟ କରନ୍ତୁ ଏବଂ ଜମା ବି ସ୍କିପ୍ କରିବେ ନାହିଁ। ମୁଁ ଗତକାଲି ଭିଡ଼ିଓ ନ ଆସିବା ଥିବାରୁ ମୁଁ ବହୁତ ଦୁଃଖିତ, କାରଣ ଟିକେ ଦେହ ଖରାପ ହେଇଯାଇଥିଲା ମୋର, ସେଥିପାଇଁ ମୁଁ ଭିଡ଼ିଓ ବନେଇ ପାରିନଥିଲି। ତ ଏବେ ପୁଣି ରେଗୁଲାରଲି ଭିଡ଼ିଓ ଆପଣମାନଙ୍କର ଆସିବା ପାଇଁ ଯାଉଛି। ତ ଆପଣମାନେ ଭିଡ଼ିଓଟିକୁ ପୁରା ଦେଖନ୍ତୁ, ଜମା ବି ସ୍କିପ୍ କରନ୍ତୁ ନାହିଁ। ତ ଆଜି ହେଉଛି ସବୁ ଓଡ଼ିଆବାସୀଙ୍କ ପାଇଁ ଗୋଟିଏ ବେଷ୍ଟ ଡେ, ଯାହାକି ଆମର ପହିଲି ରଜ ବୋଲି କୁହାଯାଏ ୟାକୁ। ତ ରଜ ଆମର ଓଡ଼ିଶାରେ 3 ଦିନ ପାଳନ କରାଯାଏ, ଆପଣ ସମସ୍ତେ ମାନେ ଜାଣିଛନ୍ତି। ତ ଦେଖନ୍ତୁ ଆଗକୁ ଆଉ କଣ ହଉଛି ଆଜି ଏଇ ବ୍ଲଗରେ। ଆପଣଙ୍କ ଏରିଆରେ ପହିଲି ରଜ ହୁଏ କି ନାହିଁ ଆପଣମାନେ ନିଶ୍ଚୟ କମେଣ୍ଟରେ ଜଣାଇବେ। ତ ଚାଲନ୍ତୁ ଆଗକୁ ଆଉ କଣ ହଉଛି ଏଇ ଭିଡ଼ିଓରେ ରହିଥାନ୍ତୁ, ମୁଁ ପୁରା ଭିଡ଼ିଓରେ ଆପଣମାନଙ୍କୁ କହି ଚାଲିବି କଣ ଘଟିଛି। ଚାଲନ୍ତୁ ୱେଦରଟି ଆଜି ପୁରା ଚାଲନ୍ତୁ ଏଠି ଭଲ ୱେଦର ରହିଛି, ଆଜି ଏତେ ଖରା ବି ନାହିଁ। ତ ଟିକେ ଏରିଆରେ ଥଣ୍ଡା ଥଣ୍ଡା ଲାଗୁଛି। ଦେଖନ୍ତୁ ଗାଇସ୍, ବର୍ତ୍ତମାନ ଟାଇମ୍ ହେଲାଣି 1:22। ତ ବର୍ତ୍ତମାନ ଖାଇବା ପିଇବା ସାରି ଜଷ୍ଟ ମୁଁ ବୁଲିବା ପାଇଁ ପଳେଇ ଆସିଲି ଆମ ବଗିଚା ଆଡ଼େ। ତ ଚାଲନ୍ତୁ ବଗିଚାରେ ଟିକେ ବୁଲିଦେବା। ତ କଣ ଦେଖେଇବି ଆପଣମାନଙ୍କୁ ତ ପୂର୍ବରୁ ଦେଖେଇଛି ବଗିଚାରେ। ଦେଖନ୍ତୁ ଆମ୍ବ ଗୁଡ଼ିକ ବର୍ତ୍ତମାନ ବି ହୁଏ, ବଡ଼ ବଡ଼ ହେଇସାରିଲାଣି, କିନ୍ତୁ ବର୍ତ୍ତମାନ ବି ଆମ୍ବ ଗୁଡ଼ିକ ପାଚିନି। କଣ କରିବା, ଯେତେବେଳେ ଦେଖିବା ସେତେବେଳେ ପାଚିବ। ତ ଦେଖନ୍ତୁ କିଛି ଏଇଭଳି, ଚାଲନ୍ତୁ। ଦେଖନ୍ତୁ ବର୍ତ୍ତମାନ ପୁଣି ବାଜିଗଲା 3:30। ତ ଏଇଭଳି 1 ଘଣ୍ଟା ଉପରେ ମୁଁ ବଗିଚାରେ ମଧ୍ୟ ବୁଲିଦେଲି। ତ ଚାଲନ୍ତୁ ବର୍ତ୍ତମାନ ଯିବା ଘର ଭିତରକୁ, ଆଉ ଟିକେ ରେଷ୍ଟ ନେଇଯିବା ଏବଂ ତାପରେ ପୁଣି ଭିଡ଼ିଓ ଷ୍ଟାର୍ଟ କରିବା ଆଉ। ଗାଇସ୍, ବର୍ତ୍ତମାନ ଦେଖନ୍ତୁ ଟାଇମ୍ ହେଲାଣି 6:23। ତ ବର୍ତ୍ତମାନ ମୁଁ ଆସିକି ପହଞ୍ଚିଲି ଦୋକାନରେ, ବାପା ଆସିଯାଇଥିଲେ ଦୋକାନକୁ। ତ ବର୍ତ୍ତମାନ ମୁଁ ଆସିଲି ଏଠି ମାର୍କେଟିଂ କରିକି ଯାଇକି, ତ ତାପରେ ଦେଖିବା କଣ ଫିଷ୍ଟ ପ୍ଲାନ୍ ଅଛି ଆଜି। ଦେଖିବା କଣ ସମୟ ହେଲେ ତ ଫିଷ୍ଟ ନିହାତି କରିବା ଆଜି। ତ ବର୍ତ୍ତମାନ ଆଜି ପହଞ୍ଚିଗଲି ଘରେ, ଆଉ ମୁଁ ଏନ୍ଜୟ କଲି ଆମ ସାଙ୍ଗମାନଙ୍କ ସହିତ। ତ ଆପଣମାନେ ମଧ୍ୟ ନିଶ୍ଚୟ ଏନ୍ଜୟ କରିଥିବେ ରଜରେ। ତ କେମିତି କଣ ଏନ୍ଜୟ କଲେ ଆପଣମାନେ କମିଟିରେ ସେୟାର କରନ୍ତୁ ମୋତେ। ଏବଂ ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆପଣଙ୍କୁ ଆପଣଙ୍କ ଫ୍ୟାମିଲି ସମସ୍ତଙ୍କୁ ମଙ୍ଗଳ ଚାହୁଁ। ତ ଭିଡ଼ିଓଟି ମୁଁ ଏଇଠି ଏଣ୍ଡ କରିବାକୁ ଯାଉଛି। କାଲି ରଜର ପ୍ରଥମ ଦିନ ବହୁତ ଭଲରେ କଟିଲା ଏବଂ କେଣ୍ଡିରେ କଣ ଅଛି ଚାଲନ୍ତୁ ଦେଖିବା। ତ ଆପଣମାନେ ଭିଡ଼ିଓରେ ପ୍ରଥମ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତ ଏଇଭଳି ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଭଲ ଲାଗିଲେ ନିହାତି କମେଣ୍ଟରେ କମେଣ୍ଟ ଜଣାନ୍ତୁ। ତ ଭିଡ଼ିଓଟିକୁ ମୁଁ ଏଣ୍ଡ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।